নিমিত্ত মাত্র হে গোলক বিহারী বিষ্ণু, হে লীলাময় বিষ্ণু, କେତେ ଆଉ ନିରଚନା କରିବ ପ୍ରଭୁ, କେତେ ଆଉ ନିରଚନା କରିବ? କେତେବେଳେ ମାତା ଯଶୋଦାଙ୍କ ପାଟିରେ ବିଶ୍ୱରୂପ ଦର୍ଶନ ଦଉଛ ତ କେତେବେଳେ କେବଳ କରୁଛ, କେତେବେଳେ ଅଙ୍କୋଟରେ ଗିରି ଗୋବର୍ଦ୍ଧନ ଟେକେ ଧରି ଇନ୍ଦ୍ର କପରଙ୍କ ଉପବାସୀଙ୍କ ରକ୍ଷା କରୁଛ, କେତେବେଳେ ଗୋପୀମାନଙ୍କ ଦହିହାଣ୍ଡି ଭାଙ୍ଗି ଦଉଛ ତ କେତେବେଳେ ଗୋପୀମାନଙ୍କ ବସ୍ତ୍ରହରଣ କରୁଛ। କି ଲୀଳା ରଚନା କରିଛ ପ୍ରଭୁ, କି ଲୀଳା ରଚନା କରିଛ। ଆପଣଙ୍କ ଜନ୍ମ ତ ଏ ମଧୁର ମାଟିରେ ପ୍ରଭୁ, କେବଳ ଗୋପବାସୀ ଆପଣଙ୍କ ଲୀଳାକୁ ଉପଭୋଗ କରିବେ, ଆଉ ଏ ମଧୁର ବାସୀ କଣ ଆପଣଙ୍କ ଲୀଳାରୁ ବଞ୍ଚିତ ହେବେ ପ୍ରଭୁ। ସେଥିପାଇଁ ପ୍ରଭୁ ଆପଣଙ୍କ ପରମ ଭକ୍ତ ପଠେଇଥିଲି ପ୍ରଭୁ, ଆପଣଙ୍କ ସୁସଜ୍ଜିତ ରଥରେ ଉପରେ ଏ ମଥୁରା କଟକକୁ ଆଣିବା ପାଇଁ। ଏ ମଥୁରାରେ କିଛି ଲୀଳା ପ୍ରକଟ କରନ୍ତୁ ପ୍ରଭୁ, ଉପଭୋଗ କରିବେ ମଥୁରାବାସୀ। ହେ ପ୍ରଭୁ, ଯେତେବେଳେ ଆପଣ ମୋତେ ରାକ୍ଷସ ଅରସରେ ଜନ୍ମ ଦେଇଛନ୍ତି ପ୍ରଭୁ, ଜଣେ ରାକ୍ଷସର ଧର୍ମ ହେଉଛି କ୍ରୋଧ, ନିଷ୍ଠୁରତା, ଅତ୍ୟାଚାର, ମୁଁ ତ ସାଧୁ ରହିପାରିବିନି ପ୍ରଭୁ, ମୁଁ ତ ସାଧୁ ରହିପାରିବିନି। ଯେତେବେଳେ ଆପଣ ମୋତେ ଦୁର୍ମିଳ ରାକ୍ଷସ ଅରସରେ ଜନ୍ମ ଦେଇଛନ୍ତି, ଜଣେ ରାକ୍ଷସର ଧର୍ମ ହେଉଛି କ୍ରୋଧ, ନିଷ୍ଠୁରତା, ଅତ୍ୟାଚାର ଆଉ ବ୍ୟଭିଚାର। ମୁଁ ବି ଚାହିଁଥିଲି ଆପଣଙ୍କର ନବଦା ଭକ୍ତିରେ ପାଇବା ପାଇଁ, କିନ୍ତୁ ମୋତେ ଆପଣ ଆଦେଶ ଦେଇଥିଲେ ପ୍ରଭୁ ଦଶମ ଭକ୍ତି ପରିଭକ୍ତି ପ୍ରୟୋଗ କରିବା ପାଇଁ। ହେ ପ୍ରଭୁ, ହେ লীলাময় ବିଷ୍ଣୁ, ବହୁ ପାରୁନି ପ୍ରଭୁ, ବହୁ ପାରୁନି। ମୋତେ ଉତ୍ତହ ଘଞ୍ଜ କରି ମାରଣା ଠାକୁରେ, ମୋତେ ଉତ୍ତହ ଘଞ୍ଜ କରି ବେଶୀ ତମ ସେଇ ସୁଦର୍ଶନ ଚକ୍ର ବକ୍ଷ କରିଦିଅ ମୋତେ ରାକ୍ଷସ ଜନ୍ମ ତ୍ରାହି କରିଦିଅ ମୋତେ।